ଚାଲାକ ଠେକୁଆ। ଥରେ ଚିକୁ ନାମକ ଏକ ଠେକୁଆ ଥିଲା। ଦିନେ ସେ ତାର ପତ୍ନୀ ସହିତ ବଗିଚାରେ ବୁଲୁଥିଲା। ଯେତେବେଳେ ତାର ପତ୍ନୀ ଗଛରେ ମିଠା ମିଠା ଫଳ ଝୁଲୁଥିବାର ଦେଖିଲା, ତାର ପାଟିରୁ ଲାଳ ବୋହିବାକୁ ଲାଗିଲା। ସେ ଚିକୁକୁ ଫଳ ତୋଳି ଆଣିବା ପାଇଁ କହିଲା। ଏହା ଶୁଣି ଚିକୁ କହିଲା ଯେ ଏହି ବଗିଚାଟି ଜଣେ ଗଧିଆର, ଯିଏକି ବହୁତ ଭୟଙ୍କର। ଯଦି ସେ ଜାଣିବାକୁ ପାଏ ଯେ ଆମେ ଫଳ ତୋଳିଛୁ, ତେବେ ସେ ଆମ ଦୁହିଁଙ୍କୁ ମାରି ଖାଇଯିବ। କିନ୍ତୁ ଚିକୁର ପତ୍ନୀ ତାର ବୁଝାଇବା ପରେ ବି ମାନିଲା ନାହିଁ। ଶେଷରେ ହାର ମାନି ଚିକୁକୁ ଫଳ ତୋଳିବାକୁ ଯିବାକୁ ପଡ଼ିଲା। ଚିକୁ ଯେମିତି ଫଳ ତୋଳିବା ଆରମ୍ଭ କଲା, ସେଠାକୁ ଗଧିଆ ଚାଲି ଆସିଲା। ଚିକୁ ତୁରନ୍ତ ଫଳ ନେଇ ଦୌଡ଼ିଲା ଏବଂ ପାଖରେ ପଡ଼ିଥିବା ଏକ ଡ୍ରମ୍ ଭିତରେ ପଶିଗଲା। ସେହି ଡ୍ରମ୍ ଭିତରେ ଫଳ ରଖିଦେଇ ସେ ବାହାରକୁ ଆସି ଚୁପଚାପ ଠିଆ ହୋଇଗଲା। ସେତିକିବେଳେ ଗଧିଆଟି ସେଠାରେ ପହଞ୍ଚିଲା ଏବଂ ଚିକୁକୁ ପଚାରିଲା କି ସେ କୌଣସି ଠେକୁଆକୁ ସେଠାରୁ ଫଳ ନେଇଯିବାର ଦେଖିଛି କି। ଚିକୁ ତୁରନ୍ତ ବୁଝିଗଲା ଯେ ଗଧିଆ ତାକୁ ଚିହ୍ନି ପାରିନାହିଁ। ସେ ଗଧିଆକୁ କହିଲା ଯେ ବର୍ତ୍ତମାନ ହିଁ ମୁଁ ଏକ ଠେକୁଆକୁ ଏହି ଡ୍ରମ୍ ଭିତରେ ପଶିବାର ଦେଖିଛି, ତାହା ପାଖରେ ବହୁତ ଫଳ ଥିଲା। ଗଧିଆ ଡ୍ରମ୍ ପାଖକୁ ଗଲାବେଳେ ତାକୁ ସେଥିରୁ ଫଳର ବାସ୍ନା ଆସୁଥିଲା। ଗଧିଆ ଠେକୁଆକୁ ମାରିବା ପାଇଁ ସେହି ଡ୍ରମ୍ ଭିତରକୁ ପଶିଗଲା। ଚାଲାକ ଚିକୁ ତୁରନ୍ତର ଢାଙ୍କୁଣୀ ବନ୍ଦ କରିଦେଲା। ଗଧିଆଟି ଡ୍ରମ୍ ଭିତରେ ହିଁ ମରିଗଲା। ଚିକୁ ଏବଂ ତାର ପତ୍ନୀ ସେହି ବଗିଚାର ମାଲିକ ହୋଇଗଲେ। ଏହିପରି ଭାବରେ ଚିକୁ ନିଜ ବୁଦ୍ଧି ବଳରେ କେବଳ ନିଜ ଜୀବନ ବଞ୍ଚାଇଲା ନାହିଁ, ବରଂ ସେହି ବଗିଚାର ମାଲିକ ମଧ୍ୟ ହୋଇଗଲା। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।